କାର୍ଯ୍ୟକ୍ରମ ହେଇଥିଲା ଆଉ କେତେ କାଣା କେତେ ଗାଡ଼ି ଚେକ୍ ହେଇଥିଲା ଆଉ କେତେ ଜଣଙ୍କୁ ଧରା ଗତକାଲି 4টাରୁ 6ଟା ପର୍ଯ୍ୟନ୍ତ ଆମର ସୋନପୁର ପୋଲିସ ଡିଏସପି ଏବଂ ତାଙ୍କର ଅନ୍ୟାନ୍ୟ ବି ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଆମର ଆରଟିଓ ସଂସ୍ଥାର ଏମଭିଆଇ ଏବଂ ଆଉ ଅନ୍ୟାନ୍ୟ ଏନଫୋର୍ସମେଣ୍ଟ ଟିମ୍ ଆମେ ବ୍ଲକ ଛକ ପାଖରେ ଦୀର୍ଘ 2 ଘଣ୍ଟା ଧରି ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉପରେ ଏକ ଆୟୋଜନ ଚଢ଼ଉ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ସେଥିରେ ପ୍ରାୟ 100ରୁ 150 ଗାଡ଼ି ଚାଳକଙ୍କୁ ଅଟକାଇ ଯେଉଁମାନେ ହେଲମେଟ୍ ପରିଧାନ କରିଥିଲେ ସେମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲୁ ଏବଂ ଅନ୍ୟମାନଙ୍କୁ ଏହିଭଳି ହେଲମେଟ୍ ପରିଧାନ କରି ସଡ଼କର କଡ଼ାକଡ଼ି ଆଇନକି ପାଳନ କରିବା ପାଇଁ ତାଙ୍କୁ ବି ଅନୁରୋଧ କରିଥିଲୁ ଏବଂ 15 ଜଣ ଅମାନିଆ ଗାଡ଼ି ଚାଳକଙ୍କୁ ହେଲମେଟ୍ ଯେଉଁମାନଙ୍କର ଲାଇସେନ୍ସ ନାହିଁ ତାଙ୍କୁ ଜରିମାନା ଆଦାୟ କରିଥିଲୁ। ତା ସଙ୍ଗେ ସଙ୍ଗେ 2 ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ବି ଗାଡ଼ି ଅଟକାଇକି ତାଙ୍କୁ ଜରିମାନା ବି ଆଦାୟ କରାଯାଇଥିଲା ଏବଂ ଗୋଟେ ନାବାଳକ ଯାହାର ବୟସ ବର୍ତ୍ତମାନ ଆପଣଙ୍କର 18ରୁ କମ୍ ଅଛି ତାକୁ ବି ବର୍ତ୍ତମାନ 25,000 ଟଙ୍କା ଜରିମାନା କରାଯାଇଥିଲା। ଆଉ ଏହି କାର୍ଯ୍ୟକ୍ରମ ଆଗକୁ ଆହୁରି ବ୍ୟାପକ ଭାବରେ କରାଯିବ ବୋଲି ମୁଁ ସେଠାରେ ଉପସ୍ଥିତ ଥିବା ସମସ୍ତ ମିଡ଼ିଆ ଭାଇମାନଙ୍କୁ ଏବଂ ଜନସାଧାରଣଙ୍କୁ ବି ଅନୁରୋଧ କରିଥିଲି।